সম্মানিত সভাপতি মহোদয়, মঞ্চাসীন বিশিষ্ট অতিথি বৃন্দ, গুরুজন এবং ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜିର ଏହି ପବିତ୍ର ପ୍ରଭାତ କେବଳ ଏକ ଦିନ ନୁହେଁ, ଏହା ହେଉଛି ଆମ ଜାତିର ଆତ୍ମସମ୍ମାନ, ଅଦମ୍ୟ ସାହସ ଓ ଅମର ବଳିଦାନର ସ୍ୱର୍ଣ୍ଣିମ ସ୍ମୃତି। ସ୍ୱାଧୀନତା ହେଉଛି ସେହି ଅମୂଲ୍ୟ ଅମୃତ ଯାହା ଲକ୍ଷ ଲକ୍ଷ ବୀର ସନ୍ତାନଙ୍କ ରକ୍ତ, ତ୍ୟାଗ ଓ ଆତ୍ମବଳିଦାନରେ ସିକ୍ତ ହୋଇ ଆମ ପାଖକୁ ଆସିଛି। ଆଜି ଆମେ ସମସ୍ତେ ସେହି ଅମର ବୀରମାନଙ୍କ ପାଦ ପଦ୍ମରେ ଆମର କୋଟି କୋଟି ପ୍ରଣାମ ଅର୍ପଣ କରୁଛୁ। 1947 ମସିହା ଅଗଷ୍ଟ 15 କେବଳ ଏକ ତାରିଖ ନୁହେଁ, ଏହା ଭାରତର ଆତ୍ମଜାଗରଣର ମହାମୁହୂର୍ତ୍ତ। ଶତାବ୍ଦୀର ପରାଧୀନତାର ଶୃଙ୍ଖଳ ଭାଙ୍ଗି ଆମ ଦେଶ ସ୍ୱାଧୀନତାର ନବ ସୂର୍ଯ୍ୟ ଉଦୟକୁ ସ୍ୱାଗତ କରିଥିଲା। ସେହି ମହାନ ବିଜୟର ପଛରେ ଥିଲା ଅସଂଖ୍ୟ ସଂଗ୍ରାମ, ଅଶ୍ରୁ, ଯନ୍ତ୍ରଣା ଓ ଅକୁହା ବଳିଦାନର ଦୀର୍ଘ ଇତିହାସ। ଆଜି ଯେତେବେଳେ ଆମେ ଗର୍ବର ସହ ତିରଙ୍ଗା ଧ୍ୱଜକୁ ଉଡ଼ିବାର ଦେଖୁଛୁ, ସେତେବେଳେ ମନେ ରଖିବା ଦରକାର ଯେ ଏହି ପତାକାର ପ୍ରତ୍ୟେକ ରଙ୍ଗ ଆମକୁ ଏକ ମହାନ ସନ୍ଦେଶ ଦେଇଥାଏ। ତ୍ୟାଗ, ଶାନ୍ତି ଓ ସମୃଦ୍ଧିର ସନ୍ଦେଶ। ଅଶୋକ ଚକ୍ର ଆମକୁ ନିରନ୍ତର କର୍ମ, ସତ୍ୟ ଓ ପ୍ରଗତିର ପଥରେ ଆଗେଇ ଚାଲିବାକୁ ପ୍ରେରଣା ଦିଏ। ଆଜିର ଭାରତ ବିଜ୍ଞାନ, ପ୍ରଯୁକ୍ତି, ଶିକ୍ଷା, କୃଷି, କ୍ରୀଡ଼ା ଓ ମହାକାଶ କ୍ଷେତ୍ରରେ ବିଶ୍ୱ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କିନ୍ତୁ ପ୍ରକୃତ ସ୍ୱାଧୀନତା ସେତେବେଳେ ସାର୍ଥକ ହେବ ଯେତେବେଳେ ପ୍ରତ୍ୟେକ ନାଗରିକ ଶିକ୍ଷିତ, ସଚେତନ, ଚରିତ୍ରବାନ ଓ ଦାୟିତ୍ୱବୋଧ ସମ୍ପନ୍ନ ହେବେ। ଦୁର୍ନୀତି, ଅଜ୍ଞାନତା, ଅନ୍ଧବିଶ୍ୱାସ, ବିଭେଦ ଓ ହିଂସାରୁ ଦେଶକୁ ମୁକ୍ତ କରିବା ହିଁ ଆମର ସତ୍ୟ ଦେଶ ସେବା। ପ୍ରିୟ ବନ୍ଧୁଗଣ, ଦେଶ କେବଳ ମାଟିର ଖଣ୍ଡ ନୁହେଁ, ଦେଶ ହେଉଛି ଆମର ମା। ତାଙ୍କ ସମ୍ମାନ, ସୁରକ୍ଷା ଓ ସମୃଦ୍ଧି ପାଇଁ ଆମେ ସଦା ପ୍ରସ୍ତୁତ ରହିବା ଉଚିତ। ଆମେ ଯେଉଁ କାର୍ଯ୍ୟ କରିବା ସେଥିରେ ଦେଶପ୍ରେମ, ସତ୍ୟନିଷ୍ଠା ଓ ମାନବିକତାର ସୁଗନ୍ଧ ଭରି ରହୁ। ଆସନ୍ତୁ ଏହି ସ୍ୱାଧୀନତା ଦିବସରେ ଆମେ ଶପଥ ନେବା, ଆମେ ଭାରତର ଗୌରବମୟ ପରମ୍ପରାକୁ ରକ୍ଷା କରିବୁ, ପରିବେଶକୁ ସୁରକ୍ଷା ଦେବୁ, ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ କରିବୁ ଏବଂ ଏକ ଶକ୍ତିଶାଳୀ, ସମୃଦ୍ଧ, ସମତାମୂଳକ ଓ ବିକଶିତ ଭାରତ ଗଢ଼ିବାରେ ନିଜକୁ ସମର୍ପିତ କରିବୁ। ପରିଶେଷରେ ସମସ୍ତ ଶହୀଦ ବୀରମାନଙ୍କୁ ଶତ ଶତ ନମନ ଜଣାଇ ମୋର ବକ୍ତବ୍ୟକୁ ଶେଷ କରୁଛି। ଦେଶ ପାଇଁ ବଞ୍ଚିବା ହେଉଛି ଗୌରବ, ଦେଶ ପାଇଁ କାମ କରିବା ହେଉଛି କର୍ତ୍ତବ୍ୟ, ଆଉ ଦେଶକୁ ଭଲ ପାଇବା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପରମ ଧର୍ମ। ସେଥିପାଇଁ ଆମେ କହିବା, ଭାରତ ଆମ ଜନ୍ମଭୂମି, ସ୍ୱର୍ଗଠାରୁ ବଡ଼, ତାହାରି ଟେକ ରଖିବା ଆମେ, ଆସୁ ବିପଦ ଝଡ଼, ଆସୁ ବିପଦ ଝଡ଼। ଜୟ ହିନ୍ଦ, ଜୟ ଜଗନ୍ନାଥ, ବନ୍ଦେ ମାତରମ୍।